ମୋ ନାଁ ଦୀପ୍ତି ମିଶ୍ର ମୁଁ ଗଙ୍ଗାଧର ନଗର ନିବାସୀ ଆମେ ସେଥିପାଇଁ ଆମେ ମନ୍ଦିର ସାଙ୍ଗେ ଜଡ଼ିତ ମାଙ୍କର କୃପା ଆମର ଗଙ୍ଗାଧରବାସୀ ଉପରେ ବହୁତ ଅଛି ସେଥିଲାଗି ଆମେ ସମସ୍ତେ ମିଳିମିଶି କରି ସବୁ କାମ ହାସିଲ କରିପାରସୁଁ ଆଉ ମାଙ୍କର ଅଶେଷ ଅଶେଷ କୃପା ଲାଗି ବୋଲି ସବୁ ସମ୍ଭବ ହେଇପାରସି ସବୁ ବର୍ଷ ଚୈତ୍ର ମାସର ଚୈତ୍ର ମାସ ଏବଂ ଦଶରା ମାସରେ ନବଦିନାତ୍ମକ ପୂଜା ହେସି ଆଉ ଏ ବର୍ଷ ଚୈତ୍ର ମାସର ନବଦିନାତ୍ମକ ପୂଜାର ଆଜି ଅନ୍ତିମ ଦିବସ ଆଉ ଏହି ନବମୀ ଦିବସ ଆଜି ରାମନବମୀ ଦିବସରେ ଆମର ପୂଜା ସମ୍ପୂର୍ଣ୍ଣ ହେବାର ଲାଗି ଯାଉଛେ ଖାଲି ଅନ୍ତିମ ପର୍ଯ୍ୟାୟଟା ଅଛେ ପୂର୍ଣ୍ଣାହୁତି ପର୍ଯ୍ୟାୟଟା ଅଛେ ଆଉ ଆମେ ଗଙ୍ଗାଧର ନଗରବାସୀ ମାଙ୍କ ଆମେ ଏତିକି କାମନା କରୁଛୁ ଯେ ଆମକୁ ସବୁବେଳେ ସୁଖରେ ରଖୁଁ ଏତିକି ମୋର କାମନା ଭଗବତୀଙ୍କର ଅପାର କୃପାରୁ ଆଜି ବାସନ୍ତିକ ଦୁର୍ଗା ପୂଜାର ପୂର୍ଣ୍ଣାହୁତି ହେବାର୍କେ ଯାଉଛି ଭଗବତୀ ଜଗଦମ୍ବା ଜଗତର ମଙ୍ଗଳକାରିଣୀ ମଙ୍ଗଳାଙ୍କର ଅଶେଷ କୃପା ଅଶେଷ ଆଶୀର୍ବାଦରୁ ଆଜି ସଂସାରରେ ଏହି ନବଦିନାତ୍ମକ ମହାନବମୀର ବର୍ତ୍ତମାନ ପୂର୍ଣ୍ଣାହୁତି ହେବାକେ ଯାଉଛୁଁ ତ ଭଗବତୀଙ୍କ କୃପା ସଂସାର ପ୍ରତି ରହିଥାଉ ଏ ଭଗବତୀ ମଙ୍ଗଳାଙ୍କର ସବୁବେଳେ ଅପାର କୃପା ସଂସାର ପ୍ରତି ରହୁ ସମସ୍ତ ଭକ୍ତମାନଙ୍କର ମନୋକାମନା ପରିପୂର୍ଣ୍ଣ ହଉ ବିଶ୍ୱରେ ଶାନ୍ତି ବଜାୟ ରହୁ ସମସ୍ତଙ୍କର ମନୋକାମନା ପରିପୂର୍ଣ୍ଣ ହଉ ଏଇଟା ହିଁ ଭଗବତୀଙ୍କ ଠାନେ ଆମର ପ୍ରାର୍ଥନା।